ଆପଣମାନେ ଫାଷ୍ଟ ପାର୍ଟ ଦେଖିଥିଲେ କି ଆମେ ଦୋଳି ପାଖରେ ଠିଆ ହେଇଥିଲୁ। ତାର ଦେଇର ମୋର ଏଠି କଥା ହଉଛୁ ଦୋଳିରେ ବସିବା କି ବସିବାନି। ତାପରେ ଏଠି ଆପଣଙ୍କୁ ଟିକେ ଦେଖେଇ ଦଉଛି। ତାପରେ ସେ କହିଲା ନା ଚାଲ ପଳେଇବା ଆଜି ବସିବାନି ଆଉ କେବେ ବସିବା। ତାର ସେଇଠି ପଳେଇ ଆସିଲୁ ଗୋଟେ ଘଣ୍ଟା ଷ୍ଟଲ୍ ପାଖକୁ। ଏଇଠି କଥା ହଉଛି ଦେଇ ତୋର ଗୋଟେ ମୋର ଗୋଟେ କୁନିପାର ଗୋଟେ। ଏଠି ଦେଖୁନୁ କେତେ ସାରା ଘଣ୍ଟା ଅଛି ବହୁତ ଷ୍ଟାଇଲର। ତାପରେ ଗଲୁ କିଛି ଚପଲ ଦେଖିଲୁ। ଚପଲ ଦେଖି ସାରିଲା ପରେ ଏଇଠି ଦେଖିବା ସାଇଡ଼ରେ ସବୁ ଲୋକମାନେ ସବୁ କିଣିବାରେ ବ୍ୟସ୍ତ ଅଛନ୍ତି। ଆଉ ଯାତ୍ରାରେ କ'ଣ ମିଳେ ଆପଣମାନେ ସବୁ ଜାଣିଛନ୍ତି ତ ମୋତେ ଅଧିକ କହିବା ପାଇଁ ପଡ଼ିବନି। ତାପରେ ସେଦିନ ମୋ ସୋମବାର ଥିଲା କ'ଣ ଖାଇବି ଭାବି ଭାବିକା ମୋତେ ଦେଖାଗଲା ପନିର ଷ୍ଟିକ୍ ଆଉ ମସରୁମ୍ ଷ୍ଟିକ୍। ତ ସେଇଠୁ ଖାଇକି ଆସିକି ଚୁସ୍କି ଖାଇଲି। ଚୁସ୍କି ଖାଇସାରିଲା ପରେ ରାସ୍ତାରେ ଆସିଲା ବେଳକୁ ଠାକୁରଙ୍କର ଜିନିଷ ମିଳୁଥିଲା। ତ ଠାକୁରଙ୍କର ଜିନିଷ କିଛି ଆଣି ସାରିଲା ପରେ ଏଇଟା ଫେରୁଛୁ ଦେଖନ୍ତୁ। ତାର ଏଇଠି ପ୍ରୀତମର ମୋର ଟିକେ ଥଣ୍ଡା ପିଇବା ପାଇଁ ଟିକେ ନକଝକ ହେଇଗଲା ମାନେ ଏମିତି ମଜାମସ୍ତି ଟିକେ ହେଇଗଲା। ତାପରେ ଏଇଠି ମୁଁ ପିଉଛି ତାର ଦେଇ କହିଲି ନେ ତୁ ପିଇଦେ। ତ ତାକୁ ଦେଲିନି ତାକୁ ଆଣି ଆଇଲି କହିଲି ନା ତୋତେ ଦେବିନି କାରଣ ଥଣ୍ଡା ପିଇବା ପାଇଁ ମନା ମୁଁ କହିଲି ନେ ତୁ କାହିଁ ମନ ଦୁଃଖ କରିବୁ ତାକୁ ଦେଇଦେଲି। ତ ଆପଣମାନଙ୍କୁ କେମିତି ଲାଗିଲା ଭିଡ଼ିଓଟି ମୋତେ କମେଣ୍ଟ କରି କହିବା। ସବସ୍କ୍ରାଇବ୍ କରିବାକୁ ଜମା ଭୁଲିବେନି। ପୁଣି ଦେଖା ହେବା ନେକ୍ସଟ ବ୍ଲଗ୍ରେ।